କାଲି 20 ତାରିଖ କାଲି ଯନ୍ତର ମନ୍ତରରୁ ସମସ୍ତେ ଯିବେ ପାର୍ଲାମେଣ୍ଟ। ଯେଉଁମାନେ ସିଜେପି କକରୋଜ ଜନତା ପାର୍ଟି ଆଉ ସବୁ ପିଲାମାନେ ଯେଉଁ ପ୍ରୋଟେଷ୍ଟ କରୁଛନ୍ତି ସେମାନେ କାଲି ପାର୍ଲାମେଣ୍ଟ ଯିବେ। ମାନେ ଗୋଟେ ଲୋକ ଏତେ ଦିନ ହେଲାଣି ହଙ୍ଗର ଷ୍ଟ୍ରାଇକ୍ କରୁଥିଲା, ସୋନମ ୱାଙ୍ଗଚୁକ୍ ସାର୍, ମାନେ ତାଙ୍କୁ ପୋଲିସ ଉଠାଇ ନେଲା। ଭାବନ୍ତୁ ସରକାରକୁ କେତେ ଡର। ଏବେ ଯେ ପ୍ରୋଟେଷ୍ଟ କରୁଛନ୍ତି ତାଙ୍କୁ ଆମ ମନ୍ତ୍ରୀ କହୁଛନ୍ତି ସେ କ'ଣ ଦେଶକୁ ଟୁକେ ଟୁକେ କରିବାକୁ ଆସିଛନ୍ତି। ଏଇଟା କ'ଣ ଠିକ୍ କଥା? ଆପଣ ଭାବୁନାହାନ୍ତି। ମାନେ ଯେଉଁ ମନ୍ତ୍ରୀ ଏଥିପାଇଁ ଦାୟୀ, ମାନେ ତାଙ୍କର ଦେଖା ସାକ୍ଷାତ ନାହିଁ। ମାନେ ଭାବନ୍ତୁ, ଶହ ଶହ ଏକ୍ଜାମ୍ ପେପର ଲିକ୍, ମାନେ ଦେଶର ଶିକ୍ଷା ବ୍ୟବସ୍ଥାରେ 12ଟା ବାଜାଣି, ମାନେ ପୁରା ଏଜୁକେସନ୍ ସିଷ୍ଟମ୍ ପୁରା ଆଇସିୟୁରେ ପଡ଼ିଛି। କିନ୍ତୁ ସେ ମନ୍ତ୍ରୀ ଏମିତିକା ଇଣ୍ଟରଭ୍ୟୁରେ କଥାବାର୍ତ୍ତା କରୁଛନ୍ତି। ଆପଣ ଭାବନ୍ତୁ, ମାନେ ଆମ ସରକାରଙ୍କୁ କିଛି ପ୍ରଶ୍ନ ପଚାରି ପାରିବେନି। ଯଦି କିଛି ପଚାରିଲ ନା ଏମାନେ କ'ଣ ଦେଶଦ୍ରୋହୀ। ମାନେ ଭାବନ୍ତୁ, ମାନେ ଯେଉଁ ଲୋକ ବିନା ଖାଇ ପିଇକି ହଙ୍ଗର ଷ୍ଟ୍ରାଇକ୍ କରୁଥିଲା, ମାନେ ତାଙ୍କୁ ପୋଲିସ ଆସିକି ଉଠେଇ ନେଉଛନ୍ତି। ମାନେ ସରକାର କଥାବାର୍ତ୍ତା କରିବେନି। ମାନେ ଯିଏ ପ୍ରୋଟେଷ୍ଟ କରୁଛନ୍ତି ସେମାନେ ସବୁ ଖରାପ। ମାନେ ଯେଉଁ ମନ୍ତ୍ରୀ ଶିକ୍ଷା ବ୍ୟବସ୍ଥାକୁ ସମ୍ଭାଳୁଛନ୍ତି, ଆମ ଦେଶରେ କ'ଣ ହେଇଛି ବର୍ତ୍ତମାନ ଭାବନ୍ତୁ ନା, କ'ଣ ହେଇଛି ବର୍ତ୍ତମାନ ଆମ ଦେଶର। ଶହ ଶହ ଏକ୍ଜାମ୍ ପେପର ଲିକ୍, ଏକ୍ଜାମ୍ ହେଉନାହିଁ, ରେଜଲ୍ଟ ବାହାରୁନାହିଁ, ପୋଷ୍ଟିଂ ବାହାରୁନାହିଁ, କିଛି ହେଉନାହିଁ। ମାନେ ଏତେ ଦିନ ହେଲାଣି ଯେଉଁ ଶିକ୍ଷା ବ୍ୟବସ୍ଥା ପାଇଁ ପ୍ରୋଟେଷ୍ଟ ହେଉଛି, ମାନେ ସେ ମନ୍ତ୍ରୀ ଆସୁଛନ୍ତି, କଥାବାର୍ତ୍ତା କରୁଛନ୍ତି, କିଛି କହୁନାହାନ୍ତି। ଓଲଟା କ'ଣ ପୋଲିସ ବାଲାଙ୍କୁ ପଠାଉଛନ୍ତି ଉଠେଇକି ନେଇଯିବା ପାଇଁ। ଯେତେ ଯାହା କୁହନ୍ତୁ, ଆମ ସରକାର ଖାଲି ତାଙ୍କ ମନ୍ କି ବାତ୍ କହିବେ, ଆପଣଙ୍କ ମନ୍ କି ବାତ୍କୁ କେହି ଶୁଣିବା ପାଇଁ ନାରାଜ। ଭାବନ୍ତୁ, ଦେଖି ମାନେ ସରକାର ଯାହା ଇଚ୍ଛା କରିବେ, ଯେତେ ଭୁଲ କରିବେ, ଆପଣ କିଛି ପଚାରି ପାରିବେନି। ପଚାରିଲେ ନା କ'ଣ ତମ ଭିଡ଼ିଓ ବ୍ଲକ୍ କରିଦେବେ, ଚ୍ୟାନେଲ୍ ହଟେଇ ଦେବେ। ଏମିତି ହିଁ ହେଉଛି ବର୍ତ୍ତମାନ ଯାହା ବି କଲେ ଆପଣ। ଆପଣମାନେ ଭାବୁନାହାନ୍ତି ଯନ୍ତର ମନ୍ତର ଏତେ ପିଲା କାହିଁକି ଆସିଛନ୍ତି? ସେ ଏକ୍ଜାମ୍ ପେପର ଲିକ୍ ବାରମ୍ବାର ହେଉଛି। କ'ଣ ଥରେ ହେଇଛି? ଶହ ଶହ ଏକ୍ଜାମ୍ ପେପର ଲିକ୍ ହେଲାଣି। ମନ୍ତ୍ରୀ କେଉଁ ମନ୍ତ୍ରୀ ଦାୟୀ ଏଥିପାଇଁ? ଯେଉଁ ମନ୍ତ୍ରୀ ଦାୟୀ ସେ ତ ଆସିବା କଥା, କଥାବାର୍ତ୍ତା କରିବା କଥା, ପିଲାଙ୍କ ସାଙ୍ଗରେ କ'ଣ ପାଇଁ ଏମିତି ଅସୁବିଧା ହେଉଛି ସମାଧାନ କରିବା। ସେମାନେ ଆସୁଛନ୍ତି, ସମାଧାନ କରୁନାହାନ୍ତି, ଓଲଟା ଧମକ ଦେବେ, ଆଉ କିଛି କରିବେନି ଏମାନେ। ସେଇ ନିଟ୍ ଏକ୍ଜାମ୍ ଲିକ୍ ହେଲା, ପୁଣି ଆଉ ଥରେ ନିଟ୍ ଏକ୍ଜାମ୍ ହେଲା, ହେଲେ କ'ଣ ହେବ? ମାନେ ଲୋକଙ୍କ ନମ୍ବର, ଲୋକଙ୍କ ମାର୍କସିଟ୍ ମ୍ୟାଚ୍ ଖାଉନି। ବର୍ତ୍ତମାନ କେତେ ପିଲା ଆସୁଛନ୍ତି ଯନ୍ତର ମନ୍ତରରେ, ଦେଖାଉଛନ୍ତି ତାଙ୍କ ଭିଡ଼ିଓ, ଆପଣ ଦେଖନ୍ତୁ ବୁଝିପାରିବେ ଏକ୍ଜାମ୍ର କ'ଣ ପ୍ରୋବ୍ଲେମ୍। ଗୋଟେ ଏକ୍ଜାମ୍ ଠିକ୍ସେ କରିପାରୁନାହାନ୍ତି ଆମ ସରକାର। କଥା ବଡ଼ ବଡ଼ କହୁଛନ୍ତି କିନ୍ତୁ